ଆନ୍ତଃଜିଲ୍ଲା ଧାନ ଚୋରି ରେକେଟ ଧରାପଡ଼ିଲା। 2 ଜଣ ନାବାଳକଙ୍କ ସମେତ 10 ଜଣ ଗିରଫ। ଚୋରି ଧାନ ସହ ଟ୍ରକ୍ ଜବତ। ଅତାବିରାରୁ ଖବର ଆସିଛି, ବରଗଡ଼ ଅତାବିରା ଥାନା ଗୌରଟିକ୍ରା ଅଞ୍ଚଳରେ ଧାନ ଅମଳ କରି ଖରାରେ ରଖିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ଜିଲ୍ଲା ଜୁଜୁମରା ଅଞ୍ଚଳର 10ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଏକ ଟ୍ରକରେ ଧାନ ଚୋରି କରି ନେଉଥିବା ବେଳେ ଗ୍ରାମବାସୀ ଆନ୍ତଃଜିଲ୍ଲା 2 ନାବାଳକଙ୍କ ସମେତ 10 ଜଣଙ୍କୁ କାବୁ କରି ପୋଲିସକୁ ସୂଚନା ଦେବା ପରେ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ କରି 10 ଜଣଙ୍କୁ ଗିରଫ କରିବା ସହ 110 ବସ୍ତା ଚୋରି ଧାନ ସହ ଏକ ଟ୍ରକକୁ ଜବତ କରିଛି। ଗୌରଟିକ୍ରା ଅଞ୍ଚଳର ଚାଷୀ ଅନ୍ତରାମ ଜାଲଙ୍କ ଏତଲାକୁ ଭିତ୍ତି କରି ପୋଲିସ କେସ୍ ନମ୍ବର 447/2024ରେ ଏକ ମାମଲା ରୁଜୁ କରିଛି। 2 ନାବାଳକଙ୍କ ସମେତ ଗିରଫ ଚୋରମାନେ ହେଲେ ସମ୍ବଲପୁର ଜିଲ୍ଲା ଜୁଜୁମରା ଓଡ଼ିଆପଡ଼ାର ଦ୍ୱିତୀୟା ବଗର୍ତ୍ତୀ ଜିତେନ ଓରାମ, କ୍ରିଷ୍ଣା ଓରାମ, ଅବଚ୍ଛାବ ଓରାମ, ଅଜିତ ନାୟକ, ଲକ୍ଷ୍ମଣ ଦାସ, ଶିବ ଓରାମ। ଚୋରମାନଙ୍କୁ ପୋଲିସ ଗିରଫ କରିଛି। ଏହା ପୂର୍ବରୁ ଭେଡ଼େନ ଥାନା ଉଦୟପୁର ଓ ସାଇନା ଅଞ୍ଚଳରେ ଧାନ ଚୋରମାନଙ୍କୁ ପୋଲିସ ଗିରଫ କରିବାକୁ ସକ୍ଷମ ହୋଇପାରି ନାହିଁ। ଏହି ଧାନ ଚୋରଙ୍କ ର୍ୟାକେଟର ମୁଖ୍ୟ ଜାଙ୍ଗେଡ଼ ଅଞ୍ଚଳର ଜଣେ ମୁଖ୍ୟ ଭୂମିକା ନେଇଥିବା ଚର୍ଚ୍ଚା ଚାଲିଛି। ଅତାବିରା ଥାନା ଆଇଆଇସି ସୁକୁମାର ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ଏସ୍ଆଇ ଲଳିତ ନାଗ ଏହାର ଅଧିକ ତଦନ୍ତ ଚଳାଇଛନ୍ତି। ଗ୍ରାମବାସୀ ରାତିରେ ସମସ୍ତ ଚୋରଙ୍କୁ ଧରି ବାନ୍ଧି ରଖିଥିଲେ। ପୋଲିସ ସେମାନଙ୍କୁ ଗିରଫ କରି ନେଇଛି। ଏହି ଘଟଣାର ସମ୍ପୃକ୍ତ ଥିବା ସମସ୍ତ ଆନ୍ତଃଜିଲ୍ଲା ଚୋରଙ୍କୁ ଗିରଫ କରିବାକୁ ଚାଷୀ ମହଲରେ ଦୃଢ଼ ଦାବି ହେଉଛି। ଅତାବିରାରୁ ହୃଷିକେଶ ଖମାରୀଙ୍କ ରିପୋର୍ଟ। ଉପସ୍ଥାପନା ବୀରେନ୍ଦ୍ର କୁମାର ପାଣିଗ୍ରାହୀ। ନମସ୍କାର।